ସାହସ ଆମେ ମାରିକି ଆସିଛନ୍ତି କାଟିକି ବହୁକୁ ଲୁଚେଇଛୁ ତ ଏ ଫ୍ରିଜ ଭିତରେ ରଖିଲନି ବର୍ତ୍ତମାନ ମହାଦେବ ପୁଅ ମରିବା ଖବରରେ ବୁଢା ଆସିବ ଗଞ୍ଜି ନିଶାରେ ଟଳଟଳ ହେଇକି ଦୁନିଆ କଥା କହିବ ସେ କେଳାଟା କିଛି କହିବ ନା ଚାପିଯିବ ତୁମେ ଭାବୁଛ କି ମୁଁ ଗୋପାଳ ତୁମେ ଭାବୁଛ କି ମୁଁ ତୁମ ଗୌରବ ମୋ ପୁଅର ଜୀବନ ନେଇଛ ମୋ ପୁଅ କାର୍ତ୍ତିକକୁ ବିନାଶ କରିଛ କୋଉଠି ଆତ୍ମଗୋପନ କରୁଛ ବାହାରି ଆସ ମହାଦେବଙ୍କର କଟୁ ଭାଷା ସହିପାରିଲେନି ଆଜ୍ଞା ବଳରାମ ଫଳ ଲଙ୍ଗରକୁ କାନ୍ଧରେ ପକାଇ ବାହାରି ପଡିଲେ ଆଜ୍ଞା ଦ୍ୱାର ଦେଶକୁ ଯେତେବେଳେ ଆଜ୍ଞା ବଳରାମକୁ ଦେଖିବାକୁ ପାଇଲେ ମହାଦେବ ତ୍ରିଶୂଳକୁ ମୁଲାଇ ମୁଲାଇ ଏ ବଳରାମକୁ ଧରାଶାୟୀ କରିଦେଲେ କାହିଁକି ସେ ତାଙ୍କ ନଗୁଣ୍ଡ ନେଇ ଯାଉଛନ୍ତି ଯୋଉଠି ଆଜ୍ଞା ବଡ ଭାଇକୁ ନିହତ କରି ଯାଇଛନ୍ତି ମହାଦେବ ଠାକୁର କୃଷ୍ଣ ଆଜ୍ଞା କଲେ କଣ ଚକ୍ର ଗଦା ପଦ୍ମକୁ ଧାରଣ କରି ଯେତେବେଳେ ମହାଦେବକୁ ଆକ୍ରମଣ କରିବା ପାଇଁ ବାହାରିଛନ୍ତି ତ୍ରିଶୂଳ ଦ୍ୱାରା ଆଜି କୃଷ୍ଣଙ୍କ ବକ୍ଷ ଯେତେବେଳେ ପ୍ରହାର କରିଛନ୍ତି କୃଷ୍ଣ ବି ଧରାଶାୟୀ ହୋଇଗଲେ ବୃଷଭ ଉପରେ ଆଜ୍ଞା ନୀଳେନ୍ଦ୍ରକୁ ବସାଇ ବାହାରି ପଡିଲେ ଆଜ୍ଞା କୈଳାସ ନାରଦ ଚିନ୍ତା କଲେ ବୁଢାକୁ ଖବର ଦେଲେ କୃଷ୍ଣ ବଳରାମ ବି ଚିତ୍ତପଟାଙ୍କୁ ବାଜା ଇଏ ଖବର ଆଉ କୋଉଠି ଦେଲେ ମୋ କଳି ଲାଗିବ କୃଷ୍ଣଙ୍କ ବନ୍ଧୁ ସେ କିଏ ରହିଲେ ମନେ ପଡ଼ିଲା ହସ୍ତିନାପୁରଙ୍କ କଥା ମହାଭାରତ ଯୁଦ୍ଧରେ କୃଷ୍ଣ ବଳରାମ ଅନେକ ସାହାଯ୍ୟ କରିଥିଲେ ପାଣ୍ଡବଙ୍କୁ ମୁଁ ଯାଉଛି ସେଇ ପାଞ୍ଚ ଭାଇକି ଯଦି ଡାକି ଆଣିବି ମହାଦେବକୁ ସେ ଯୋଉ ଭୀମାନ ପାଟେଇକି ଛତୁ ବଳିଦାନର ଉଦ୍ଦେଶ୍ୟରେ ଦେବର୍ଷି ନାରଦ ଚାଲିଗଲେ ଆଜ୍ଞା କୋଉଠି ହସ୍ତିନାପୁରଙ୍କ ଦ୍ୱାର ଦେଶକୁ ଠାକୁର କୃଷ୍ଣଙ୍କ ନାମକୁ ତୁମେ ଉଚ୍ଚାରଣ କରୁଛନ୍ତି ଏ ଦେବକୀ ନନ୍ଦନ ଯଶୋଦା ଜୀବନ ଧନ ଏ ଦେବକୀ ନନ୍ଦନ ଯଶୋଦା ଜୀବନ ଧନ ବିନା ହେ ବିନତି ମୋହରେ ଚକ୍ରଧର ବିନା ହେ ବିନତି ମୋହରେ ଚକ୍ରଧର ବିନା ହେ ବିନତି ମୋହରେ ମକର ପୁକାର ପଙ୍ଗେ ତୁଳସୀର ମାଳ ପଙ୍ଗେ ମକର ପୁକାର ପଙ୍ଗେ ତୁଳସୀର ମାଳ ପ୍ରିୟଙ୍ଗ ହରେ ବଜାଏ ଚକ୍ରଧର ବିନା ହେ ବିନତି ମୋହରେ ଚକ୍ରଧର ବିନା ହେ ବିନତି ମୋହର କୃଷ୍ଣ ରାମକୁ ତୁଣ୍ଡରେ ଉଚ୍ଚାରଣ କରି କରି ପହଞ୍ଚିଗଲେ ଆଜ୍ଞା କୋଉଠି ନା ହସ୍ତିନାପୁରଙ୍କ ଦ୍ୱାର ଦେଶରେ ଦେବର୍ଷି ନାରଦ